तुमरी सपने नाचे दिवानिसी, तुमरी सपने नाचे दिवानिसी, तुम प्रेमी आत्महरा। महासिंधु तुमी अनंत सीम, मुझे तटी नीरधारा। जाने ना तुमरी विराट विस्तार, कली की पारिब आखि। जाने ना तुमरी किबा गभीरता, बुकु पारिब कि मापी। जाने ना तुमरी विराट विस्तार, कली की पारिब आखि। जाने ना तुमरी किबा गभीरता, बुकु पारिब कि मापी। तुमको कलिबा कि लोड़ा मो, तुमको कलिबा कि लोड़ा मो, होई सारिछि बाउला। महासिंधु तुमी अनंत सीम, मुझे तटी नीरधारा। सुप्रभात। आजिर एई मंगल प्रभात रे उपस्थित समस्त दिव्य जीवनकांक्षी भाई भौणी मानंकु मोर हृदय भरा नमस्कार। आमे आज निरबित सकाळ रे तैत्तरीय उपनिषद अध्ययन पाई समयबत भाव में बसीछु। ब्रह्मवेत्ता ऋषि माने ब्रह्मंक संबंध रे, जीवन संबंधी, शरीर संबंधी, मन प्राण आत्मा चेतना, ये सबु किछि संबंध रे समानंकर विचार को आम आगे रखुछंती। आमे सहृदयतार से सब को श्रवण करुछु। समानंकर ही शिक्षादान आमर शिक्षा को बलिष्ठ करुछि, भावना को बलिष्ठ करुछि, चिंता चेतना को बलिष्ठ करुछि, शक्तिमंत करुछि। आमे से शिक्षा को श्रवण करने सहित परमोच्च प्रभुंकर निकट रे प्रार्थना करिवा, से आमको तांको बुझीबा को शक्ति दियंतु। आमे जेपरि यथार्थ भाव तांको बुझीपारू। तेणु तैत्तरीय उपनिषदर से अंतिम वल्ली भृगवल्लीर से परम अनुवाक अध्ययन करने पूर्वर आमे प्रथमे से परम बीजमंत्र ओंकार ध्वनि को त्रिबार उच्चारण करिवा। हे परमोच्च प्रभु चिरंतन सत्य, आमे केवल तुमरी आज्ञावह हो उठू ओ सत्यर विधान को आश्रय करी
ଜୀବନ ଧାରଣ କରୁ। ଉପସ୍ଥିତ ସମସ୍ତଙ୍କୁ ମୋର ନମସ୍କାର। ଆମେ ଗତ କ୍ଲାସ୍ ମାନଙ୍କରେ ଆଲୋଚନା କରିଥିଲେ ଯେ ଜିଜ୍ଞାସୁ ଓ ନିସନ୍ଦିତ୍ସୁ ଭୃଗୁ ଜୀବନ ଭୂମିରେ ସେ ଯେତେବେଳେ ଗୋଟେ ଜିଜ୍ଞାସାର ମଶାଲ ଧରି ସେ ଯେତେବେଳେ ଜୀବନ ଭୂମିକୁ ଯାଉଛନ୍ତି, ସେତେବେଳେ ତାଙ୍କ ଭିତରେ ଗୋଟେ ପ୍ରଜ୍ଞା ଦେବୀ ସେ ପ୍ରକାଶିତ ହେଇଛନ୍ତି। ଭୃଗୁ ସେ ପ୍ରଜ୍ଞାଦୀପ୍ତ ଗ୍ରହଣଶୀଳ ନେଇ ସେ ସ୍ଥିତପ୍ରଜ୍ଞ ଋଷି, ତାଙ୍କର ପିତା, ତାଙ୍କର ଗୁରୁ ବରୁଣଙ୍କ ନିକଟକୁ ଯାଇଛନ୍ତି ଏବଂ ପ୍ରଶ୍ନଟିଏ ପଚାରିଛନ୍ତି, ହେ ଭଗବାନ, ମୋତେ ବ୍ରହ୍ମଙ୍କ ସମ୍ବନ୍ଧରେ ଶିକ୍ଷା ଦାନ କରନ୍ତୁ। ପୁଅର ଏଇଭଳି ଏକ ଚିରନ୍ତନ ପ୍ରଶ୍ନ, ଏକ ପ୍ରଜ୍ଞାଦୀପ୍ତ ପ୍ରଶ୍ନ ଶୁଣି ପିତା ନିଶ୍ଚିତ ପୁଲକିତ ହେଇଥିବେ। ପୁଲକିତ ହେବା ସହିତ ସେ ଉତ୍ତର ଦେବା ପାଇଁ ଯେତେବେଳେ ଯାଉଛନ୍ତି, ନିଶ୍ଚିତ କେଉଁ ଉତ୍ତର ତାଙ୍କୁ ଯଥେଷ୍ଟ ଭାବରେ ବୁଝେଇ ପାରିବ ସେ କଥାଟି, ସେହି ପ୍ରକାର ଏକ ଉତ୍ତର ସେ ତାଙ୍କର ଏକ ମନସ୍ତାତ୍ତ୍ୱିକ ସ୍ତରକୁ ଦେଖିକରି ସେ ଦେଉଛନ୍ତି ଏବଂ ସେ ଉତ୍ତରରେ ରହିଛି ଗୋଟିଏ କଥା ଯେ ଆମେ ଏହି ସମଗ୍ର ଜଗତ ଏବଂ ସକଳ ଜଗତର ଯେଉଁ ସବୁ କିଛି ଉତ୍ପତ୍ତି ହେଇଛି, ଏ ସବୁ କିଛି ଯେଉଁଠାରୁ ଉତ୍ପତ୍ତି ହେଇଛି ଏବଂ ଯାହା କିଛି ଉତ୍ପତ୍ତି ହେଇଛି, ଯାହାଙ୍କ ଦ୍ୱାରା ସେ ପ୍ରତିପାଳିତ ହେଉଛି ଏବଂ ମୃତ୍ୟୁ ପରେ ସେ ଯେଉଁ ସ୍ଥାନକୁ, ସେ ଅବ୍ୟକ୍ତ ଧାମକୁ ଫେରି ଯାଉଛି, ତାହା ହିଁ ବ୍ରହ୍ମ। ଆମେ ସ୍ଥୂଳମୟ ଜଗତରେ ଏହି କଥାଟା ହିଁ କହୁ ଯେ ଆମେ କେଉଁଠୁ ଉତ୍ପତ୍ତି ହେଇଛୁ, କିଏ ଆମକୁ ପ୍ରତିପାଳିତ କରୁଛି, କାହା ଦ୍ୱାରା ଆମେ ଏଠି ଧାରଣ ପୋଷଣ ହୋଇପାରୁଛୁ ଏବଂ ମୃତ୍ୟୁ ପରେ ଆମେ କୁଆଡ଼େ ଯାଉଛୁ। ଏବଂ ସେଇଟା ହିଁ ତାର ବ୍ରହ୍ମ ବୋଲି ସେ କହୁଛନ୍ତି ଯେ ଏ ଜଗତ ଯେଉଁଠୁ ଉତ୍ପତ୍ତି ହେଇଛି, ସମଗ୍ର ଜଗତ ଯାହା ଯେଉଁଠୁ ଉତ୍ପତ୍ତି ହେଇଛି ଏବଂ ଯାହାଙ୍କ ଦ୍ୱାରା ପ୍ରତିପାଳିତ ହେଉଛି ଏବଂ ମୃତ୍ୟୁ ପରେ ଯେଉଁଠିକୁ ପ୍ରବେଶ କରୁଛି, ତାହା ହିଁ ବ୍ରହ୍ମ। ଏହି ପ୍ରକାର ଏକ ଉତ୍ତର ଭୃଗୁଙ୍କୁ ଏକ ଅତୀନ୍ଦ୍ରିୟ ଇଲାକାକୁ ନେଇଯାଉଛି ଏବଂ ସେ ତପସ୍ୟା ନିଜକୁ ନିମଗ୍ନ କରିଦେଉଛନ୍ତି। ମନର ଅନ୍ତରାଳରୁ ତାଙ୍କର ଏକ ଜ୍ଞାନର ପାଖୁଡ଼ା ଖୋଲି ଯାଉଛି। ସେ ଜ୍ଞାନର ଆଲୋକରେ ସେ ଦେଖୁଛନ୍ତି ଯେ ପିତା ଯାହା କହୁଥିଲେ ଯେ ଅନ୍ନ ହିଁ ବ୍ରହ୍ମ ଏବଂ ସେ ସେଟା ପ୍ରତ୍ୟକ୍ଷ କରୁଛନ୍ତି। ସେ ଜ୍ଞାନର ଅନ୍ତରାଳରୁ, ସେ ଜ୍ଞାନର ଆଲୋକରେ ସେ ଦେଖୁଛନ୍ତି ଅନ୍ନ ହିଁ ବ୍ରହ୍ମ। ସେ ତାଙ୍କର ପ୍ରଜ୍ଞାଚକ୍ଷୁ ଦ୍ୱାରା ସେ ସବୁକିଛି ଦେଖିପାରୁଛନ୍ତି ଏବଂ ଅନ୍ନ କାହିଁକି ବ୍ରହ୍ମ, ତାଙ୍କର ସେଇ ମନର ଯେଉଁ ଅନେକ ସ୍ତର ସବୁ ରହିଛି, ସେ କଥାକୁ ସେ ବୁଝିପାରୁଛି। ସେ ବୁଦ୍ଧି ସ୍ତରର ସମସ୍ତ କ୍ଷୟ, ସେ ଅନ୍ନ କାହିଁକି ବ୍ରହ୍ମ, ଏକଥାକୁ ସେ ବୁଝିପାରୁଛି ଏବଂ ପ୍ରତ୍ୟକ୍ଷ କରିପାରୁଛି ଯେ ଅନ୍ନରୁ ସବୁ କିଛି ଜାତ ହେଇଛନ୍ତି, ଅନ୍ନ ହିଁ ସମସ୍ତଙ୍କୁ ଜନ୍ମ ଦେଇଛି, ସମସ୍ତଙ୍କୁ ପ୍ରତିପାଳିତ କରୁଛି ଏବଂ ମୃତ୍ୟୁ ପରେ ପୁଣି ସେ ଅନ୍ନ କାହାର ଅନ୍ନ ହେଇଯାଉଛି। ତେଣୁ ଅନ୍ନ ହିଁ ବ୍ରହ୍ମ ଏବଂ ସେଟା ପ୍ରତ୍ୟକ୍ଷ କରିସାରିଲା ପରେ, ଅନ୍ନମୟ ପୁରୁଷଙ୍କୁ ଦେଖି ସାରିଲା ପରେ ତଥାପି ମନ ସେତିକି ଉତ୍ତରରେ ସନ୍ତୁଷ୍ଟ ହୋଇପାରି ନାହିଁ। କାରଣ ସେ ଦେଖୁଛନ୍ତି ଯେ
ଯାହାକୁ ସେ ବ୍ରହ୍ମ ବୋଲି କହୁଛନ୍ତି ତାଙ୍କର ତ ଲିମିଟେସନ୍ ରହିଛି, ସେ ସ୍ୱାଧୀନ ନୁହେଁ, ତାର ଏକ ସୀମିତତା ରହିଛି। କିନ୍ତୁ ପ୍ରକୃତିରେ ବ୍ରହ୍ମ କ'ଣ? କାରଣ ବ୍ରହ୍ମର ଜନ୍ମ ଅଛି, ସେ ମୃତ୍ୟୁ ରହୁଛି, ସେ ଜନ୍ମ ମୃତ୍ୟୁ କଥା ସେ କହୁଛନ୍ତି। କିନ୍ତୁ ବ୍ରହ୍ମ ତ ପ୍ରକୃତରେ ଅସୀମ, ସେ ଶାଶ୍ୱତ, ସେ ଚିରନ୍ତନ, କଥା ସେ ଜାଣିଛନ୍ତି କିନ୍ତୁ ତାକୁ ପ୍ରତ୍ୟକ୍ଷ କରିପାରୁନାହାନ୍ତି। ତେଣୁ ଯାହା ପ୍ରତ୍ୟକ୍ଷ କରୁଛନ୍ତି ତାହା ତାଙ୍କ ପାଇଁ ଅଳିକ। ତେଣୁ ଯେତେବେଳେ ସେ ଜାଣିଛନ୍ତି ଏବଂ ପିତାଙ୍କ ପାଖକୁ ଯାଉଛନ୍ତି ଏବଂ ଯାହା ଯଜ୍ଞର ଫଳ ତାକୁ ପିତାଙ୍କ ଆଗରେ କହୁଛନ୍ତି ଯେ ଅନ୍ନଂ ବ୍ରହ୍ମେତି ବେଜନାତ୍, ଏବଂ ପିତାକୁ କହୁଛନ୍ତି ଯେ ବାପା ତଥାପି ମୋତେ କୁହନ୍ତୁ ବ୍ରହ୍ମ କ'ଣ? ସେଠି ପିତା କହୁଛନ୍ତି ଯେ ତପଦ୍ୱାରା ତ ତୁମେ ବ୍ରହ୍ମକୁ ଜାଣିଲ ଏବଂ ତପଦ୍ୱାରା ହିଁ ତୁମେ ଆଉ ଟିକେ ଊର୍ଦ୍ଧ୍ୱକୁ ଯାଇପାରିବ, ଅରି ସୂକ୍ଷ୍ମକୁ ଯାଇପାରିବ ଏବଂ ସେଇ ତପ ହିଁ ବ୍ରହ୍ମ, ସିଏ ତୁମକୁ ସେଇ ଯାହାଦ୍ୱାରା ତୁମେ ଜାଣିଲ ତାହାରିଙ୍କ ଦ୍ୱାରା ଆଉ ଊର୍ଦ୍ଧ୍ୱକୁ ତୁମେ ଯାଇକରି ତୁମେ ଯାହା ଦେଖିବାକୁ ଚାହୁଁଛ ତାକୁ ଦେଖିପାରିବ। ପିତାଙ୍କର ଏହି ପ୍ରକାର ଉତ୍ତର ଏବଂ ସେ ଯେମିତି ଗୋଟେ କାଉଁରୀ ସ୍ପର୍ଶ ପିତାଙ୍କୁ ଦେଲେ, ପୁତ୍ରକୁ ଦେଲେ ଆଉ ଟିକେ ନିମଗ୍ନ ହୋଇଯିବା ପାଇଁ, ଏବଂ ପୁଣି ଭୃଗୁ ଭୌତିକ ଜୀବନର ଅନ୍ତରାଳକୁ ଚାଲିଗଲେ ଓ ତପସ୍ୟାରେ ନିମଗ୍ନ ହୋଇଗଲେ। ଏବଂ ଏ ତପସ୍ୟା ଦ୍ୱାରା ସେ ଅତୀନ୍ଦ୍ରିୟ ଦିବ୍ୟ ଦର୍ଶନ ଦ୍ୱାରା ସେ ପୁଣି ଦେଖୁଛନ୍ତି ଯେ ଅନ୍ନ ଭିତରେ ଅନ୍ନର ଏକ ଆତ୍ମା ରୂପରେ ପ୍ରାଣ ବିରାଜମାନ କରିଛନ୍ତି ଏବଂ ସେ ପ୍ରାଣ ପୁରୁଷ ରହିଛନ୍ତି। ସେ ଅନ୍ନକୁ ଶକ୍ତି ଦେଉଛନ୍ତି, ସାମର୍ଥ୍ୟ ଦେଉଛନ୍ତି, ଜୀବନର ଧାରା ଦେଉଛନ୍ତି, ଗତିଶୀଳ କରୁଛନ୍ତି। ତେଣୁ ସେ କହିଲେ ହାରି ଇଏ ହିଁ ତ ଅସଲ ବ୍ରହ୍ମ। ଏବଂ ସେ କହୁଛନ୍ତି ଏବଂ ପ୍ରକୃତରେ ସେ ପ୍ରାଣର ସମସ୍ତ ରୂପକୁ, ଅବୟବକୁ ସେ ଦେଖିପାରୁଛନ୍ତି। ଯେତେବେଳେ ସେ କହୁଛନ୍ତି ପ୍ରାଣ ହିଁ ବ୍ରହ୍ମ ଏବଂ ଦେଖୁଛନ୍ତି ସେ ଅନ୍ନ ଭିତରେ ପ୍ରାଣ କେମିତି 5 ଭାଗରେ ଆପନ ବ୍ୟାନ ଉଦାନ ସମାନ ଏ 5 ଭାଗରେ କିପରି ବିଭକ୍ତ ହୋଇ ଶରୀରକୁ ଲାଳନ ପାଳନ କରୁଛି, ଗତିଶୀଳ କରୁଛି, ଏକଥାକୁ ସ୍ପଷ୍ଟ ଭାବରେ ଦେଖିପାରୁଛନ୍ତି। ତେଣୁ ବାପାଙ୍କ ପାଖକୁ ପୁଣି ଯାଇଛନ୍ତି ଏବଂ ତପସ୍ୟାର ଫଳ ବ୍ୟକ୍ତ କରି କହୁଛନ୍ତି ଯେ ପ୍ରାଣଂ ବ୍ରହ୍ମେତି ବେଜନାତ୍। ଏବଂ ଭୃଗୁ ସେଥିରେ ସନ୍ତୁଷ୍ଟ ହୋଇନାହାନ୍ତି, କାରଣ ସେମାନେ ଦେଖୁଛନ୍ତି ପ୍ରାଣର ମଧ୍ୟ ଏକ ଲିମିଟେସନ୍ ଅଛି, ପ୍ରାଣ ମଧ୍ୟ ସ୍ୱାଧୀନ ନୁହେଁ, ତାର ପରିବର୍ତ୍ତନ ଅଛି, ସେ ସ୍ଥିର ନୁହେଁ। କେତେବେଳେ ପ୍ରାଣ ଦୁର୍ବଳ ହୋଇଯାଉଛି, କେତେବେଳେ ପ୍ରାଣ ସବଳ ହେଇ ଗୋଟେ ପରାକ୍ରମୀ ହୋଇଯାଉଛି, ପୁଣି ପ୍ରାଣ କେତେବେଳେ ବୃଦ୍ଧାବସ୍ଥାରେ ତା ପ୍ରାଣଶକ୍ତି ଦୁର୍ବଳ ହୋଇଯାଉଛି, ଶେଷରେ ପ୍ରାଣବାୟୁ ଉଡ଼ିଯାଉଛି ଏବଂ ମଣିଷ ମୃତ୍ୟୁ ବୋଲି ପ୍ରମାଣିତ ହେଉଛି। ତେଣୁ ପ୍ରାଣର ସ୍ଥିରତା ନାହିଁ, ପ୍ରାଣ ମଧ୍ୟ ଆଉ କାହାକୁ ଆଶ୍ରୟ କରି ରହିଛି। ତେଣୁ ଇଏ ପ୍ରାଣର ଏକ ଊର୍ଜା ହେଇଥିଲେ ମଧ୍ୟ ଯଥାର୍ଥ ଭାବରେ ଇଏ ସେଇ ମୂଳ ଶାଶ୍ୱତ ବ୍ରହ୍ମ ନୁହନ୍ତି। ତେଣୁ ବାପାଙ୍କୁ କହୁଛନ୍ତି ଯେ ଶାଶ୍ୱତ ବ୍ରହ୍ମଙ୍କ ବିଷୟରେ ମୋତେ କହନ୍ତୁ। ବାପାଙ୍କର ସେହି ଚରାଚରିତ ଉତ୍ତର ତପସ୍ୟା ଦ୍ୱାରା ହିଁ ବ୍ରହ୍ମଙ୍କୁ ଜାଣିହେବ ଏବଂ ତପ ହିଁ ବ୍ରହ୍ମ। ସେ ସେମିତି ଆଉ ଟିକେ ଊର୍ଦ୍ଧ୍ୱକୁ, ଆଉ ଟିକେ ସୂକ୍ଷ୍ମକୁ, ଆଉ ଟିକେ ଅନ୍ତରାଳକୁ ଚାଲିଯିବା ପାଇଁ ବାପା ପୁଣି ଏକ କାଉଁରୀ ସ୍ପର୍ଶ ଦେଉଛନ୍ତି ତାଙ୍କୁ ଏବଂ ସେଇ ବାପାଙ୍କର ଉତ୍ତର ଏବଂ ସ୍ପର୍ଶରେ ସେ ପୁଣି ନିମଗ୍ନ ହୋଇଯାଉଛନ୍ତି ଏବଂ ଜ୍ଞାନର ଆଉ ଏକ ସୂକ୍ଷ୍ମ ସ୍ତରକୁ ଯାତ୍ରା କରୁଛନ୍ତି। ତାଙ୍କର ଆଉ ଗୋଟେ ଜ୍ଞାନର ପାଖୁଡ଼ା ଉନ୍ମୋଚିତ ହେଇଛି ଏବଂ ସେ ଦେଖୁଛନ୍ତି ପ୍ରାଣ ଭିତରେ ପ୍ରାଣର ଆତ୍ମା ରୂପରେ ମନୋମୟ ପୁରୁଷ ନିଜକୁ ଅବ୍ୟକ୍ତ କରୁଛନ୍ତି, ଯିଏକି ସକଳ ଇନ୍ଦ୍ରିୟର ପ୍ରଭୁ, ବୁଦ୍ଧି ଓ ଜ୍ଞାନର ଧାରକ, ଯାହାକୁ ଆଧାର କରି ବୁଦ୍ଧି ଚିନ୍ତା କରିପାରେ, ଇଚ୍ଛା ଶକ୍ତି ଦ୍ୱାରା
ସବୁକିଛିକୁ ସର୍ଜନା କରିପାରେ। ଏବଂ ଭୃଗୁ ଦେଖୁଛନ୍ତି ଯଦିବା ମନ ପ୍ରାଣଠାରୁ ଶ୍ରେଷ୍ଠ, ସେ ପ୍ରାଣର ଆତ୍ମା, ତଥାପି ମନର ମଧ୍ୟ ଏକ ସୀମିତତା ରହିଛି। ତାର ଚିନ୍ତାର ଏକ ସୀମା ମଧ୍ୟ ରହିଛି, ତାର ଭାବନାର ଏକ ସୀମା ରହିଛି, ତା ବୁଦ୍ଧିବୃତ୍ତି ଇଚ୍ଛାର ମଧ୍ୟ ସୀମା ରହିଛି। ସେ ଅସୀମ ନୁହେଁ ଏବଂ ମନ ମଧ୍ୟ ସ୍ଥିର ନୁହେଁ। ସେଥିପାଇଁ ସେ କାହା ପଛରେ ଯଦି ଲାଖି ହେଇଗଲା, ସେଇଠୁ ସେ ଉଠି ପାରୁନାହିଁ। ତାହାରି ଭିତରେ ସେ ଘୁରୁଛି। ଜଣେ ଯଦି କେହି କାହାକୁ ରାଗି ଦେଉଛି, ତାର ଗୋଟେ ସୀମା ଭିତରେ ସେ ଘାଣ୍ଟି ହେଉଛି, କାହିଁକି ମୋତେ କହିଲା, କାହିଁକି ଅମୁକ କଲା, ସେ ସେଇଠି ପଡ଼ି ରହୁଛି। ସେପୁଣି କେନ ଉପନିଷଦରେ ବର୍ଣ୍ଣନା ଅଛି ଯେ ମନଟାକୁ ପତିତ ବୋଲି କୁହାଯାଏ। କେନ ଶୀତଂ ପତତି ହି ପତିତଂ ମନଃ କେନ ପ୍ରାଣ ପ୍ରଥମ ପୈତି ଯୁକ୍ତା। ଏ ମନ ଯେଉଁଠି ପଡ଼ିଯାଏ, ଯାହା ପଛରେ ପଡ଼ିଯାଏ, ସେଇଠି ଲାଖି ହେଇ ରହିଯାଏ ଏବଂ ସେଇଠୁ ସେ ଚେନାଏ ନେଇ ଆସେ ଏବଂ ଏ ଚେନାଏକୁ କୁହେ ସେ ସମଗ୍ରକୁ ନେଇ ଆସିଛି ବୋଲି। କାରଣ ତାର ଲିମିଟେସନ୍ ଭିତରେ ସେ ସମଗ୍ରତାକୁ ଦେଖିପାରୁନାହିଁ। ସେ ଆନମନା ହେଇଯାଉଛି, ସେ ଇଆଡ଼େ ସିଆଡ଼େ ଧାଉଁଛି, ଯାହାଫଳରେ ସେ ତା ପାଖକୁ ଆସୁଥିବା ସେ ଜ୍ଞାନର ଉର୍ଜାକୁ ସେ ସମ୍ପୂର୍ଣ୍ଣ ଭାବରେ ଦେଖିପାରୁନାହିଁ ଏବଂ ଯେତେବେଳେ ଜ୍ଞାନର ଉର୍ଜା ତା ପାଖକୁ ଆସୁଛି, ସେ ପୁଣି କ୍ଷଣିକ ଭାବରେ ଉଭେଇ ହେଇଯାଉଛି। ସେ ସମ୍ପୂର୍ଣ୍ଣ ଜ୍ଞାନକୁ ସେ ଧରି ରଖିପାରୁନାହିଁ। ଯଦିବା ତା ପାଖରେ ଥିବା ସ୍ମୃତି ଶକ୍ତି କିଛିକୁ ଧରି ରଖିପାରେ, କିନ୍ତୁ ସେ ଖଣ୍ଡିଏ ମାତ୍ର ଧରି ରଖିପାରେ, ସମଗ୍ରକୁ ଧରିପାରୁନି। ଏଣୁ ମନ ମଧ୍ୟ ଯଥାର୍ଥରେ ପୂର୍ଣ୍ଣ ବ୍ରହ୍ମ ନୁହନ୍ତି ବୋଲି ତାଙ୍କର ପ୍ରତ୍ୟୟ ହେଉଛି। ଏହି କଥା ତାଙ୍କ ଭିତରେ ଯେତେବେଳେ ପ୍ରତ୍ୟୟ ଲାଭ କରୁଛି, ଭୃଗୁ ଅସନ୍ତୁଷ୍ଟ ହୋଇଛନ୍ତି ଏବଂ ଆହୁରି କିଛି ସୂକ୍ଷ୍ମକୁ ଯିବା ପାଇଁ ସେ ପୁଣି ବାପାଙ୍କ ପାଖକୁ ଯାଇଛନ୍ତି ଏବଂ କହୁଛନ୍ତି, ହେ ଭଗବାନ, ଅଧିହି ଭଗବୋ ବ୍ରହ୍ମେତି। ପିତା ସେମିତି ଉତ୍ତର ଦେଉଛନ୍ତି ଯେ ତପସ୍ୟା ଦ୍ୱାରା ବ୍ରହ୍ମଙ୍କୁ ଜାଣିହେବ, ତାଙ୍କର ଅନୁଭୂତି ଲାଭ କରିହେବ। ପୁଣି ସେଇ ତପସ୍ୟା ଦ୍ୱାରା ତୁମେ ବ୍ରହ୍ମଙ୍କ ସହିତ ଏକତ୍ମତା ଲାଭ କରୁଛ। ତେଣୁ ତପସ୍ୟା ହିଁ ବ୍ରହ୍ମ। ତପ ବ୍ରହ୍ମ ହିଁ ତୁମକୁ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ନେଇଯାଉଛି। ତେଣୁ ତୁମେ ପୁଣି ତପସ୍ୟା କର ଏବଂ ବ୍ରହ୍ମଙ୍କୁ ଜାଣିପାରିବ ପ୍ରତ୍ୟକ୍ଷ ଭାବରେ। ବ୍ରହ୍ମଙ୍କ ସହିତ ଅଭିଜ୍ଞତା ଅର୍ଜନ କର। ତାଙ୍କର ସେହି ପୁଣି ଏକ କାଉଁରୀ ସ୍ପର୍ଶରେ ସେ ପୁଣି ତପସ୍ୟାର ଅତଳ ସାଗର ଭିତରକୁ ଯାଉଛନ୍ତି, ସେହି ଜ୍ଞାନର ସେହି ଶାମୁକା ଭିତରୁ ସେ ରତ୍ନକୁ ଖୋଜିବା ପାଇଁ। ଏବଂ ପୁଣି ଆଉ ଗୋଟେ ସୂକ୍ଷ୍ମ ସ୍ତରକୁ ସେ ଉପନୀତ ହେଉଛନ୍ତି, ଯାହା ଆମେ ଆଜି ଅଧ୍ୟୟନ କରିବା। ବିଜ୍ଞାନଂ ବ୍ରହ୍ମେତି ବ୍ୟଜନାତ୍ ବିଜ୍ଞାନାଦେବ ଖଲ୍ୟୁମାନି ଭୂତାନି ଜାୟନ୍ତେ ବିଜ୍ଞାନେନ ଜାତାନି ଜୀବନ୍ତି ବିଜ୍ଞାନଂ ପ୍ରୟନ୍ତଭିସଂବିଶନ୍ତୀତି ତଦ୍ବିଜ୍ଞାୟ ପୁନରେବ ବରୁଣଂ ପିତରମୁପସାର ଅଧିଭି ଭଗବೋ ବ୍ରହ୍ಮೇತಿ तं हुवाच तपसा ब्रह्म विजिज्ञासस्व तपो ब्रह्मेति स तपतप्यतः स तपस्तप्त्वा। ଏବଂ ସେହି ତପସ୍ୟା ଦ୍ୱାରା ସେ ତପ ପୁଣି ଏକ ସୂକ୍ଷ୍ମ ଜଗତକୁ ନେଇଯାଉଛି ଏବଂ ସେହି ସୂକ୍ଷ୍ମ ଜଗତରୁ ସେ ଜାଣିପାରୁଛନ୍ତି ଯେ ଏଇ ଯେଉଁ ଭଙ୍ଗା ମନ ଏବଂ
ସେ ମନଟି ତାର ଲିମିଟେସନକୁ ସେ ଯେଉଁ ବିଭକ୍ତ ହୋଇକି ରହିଛି ଏବଂ ସବୁକୁ ଖଣ୍ଡ ଖଣ୍ଡ କରି ଦେଖୁଛି, ସମଗ୍ରତାକୁ ଦେଖିପାରୁନାହିଁ ଏବଂ ସେ ଖଣ୍ଡ ଭିତରୁ ଗୋଟାକୁ ଆଣି ସେ ସମଗ୍ର ବୋଲି କହୁଛି ଏବଂ ସେ ସମଗ୍ରକୁ ଯୋଡ଼ିବାକୁ ଇଚ୍ଛା କରିଛି। କିଛି ଯୋଡ଼ିଛି, କିଛି ଯୋଡ଼ି ପାରିନାହିଁ। ଯେଉଁମାନେ ଦାର୍ଶନିକମାନେ ଯେଉଁମାନେ ଅତି ନିମଗ୍ନ ଭାବରେ ମନକୁ ଟିକେ ନିୟନ୍ତ୍ରଣ କରିଛନ୍ତି, ଶୃଙ୍ଖଳିତ କରିଛନ୍ତି, ମନର ଭୂମିକୁ ଯେଉଁମାନେ ପଶିଛନ୍ତି, ସେମାନେ କିଛି କିଛି ଖଣ୍ଡ ଖଣ୍ଡକୁ ଯୋଡ଼ିକିରି ବିଶାଳତାକୁ ଦେଖିଛନ୍ତି, କିନ୍ତୁ ସମଗ୍ର ବିଶ୍ୱ ବିଶାଳତାକୁ ଦେଖିପାରି ନାହିଁ। ଯେଉଁଠି ସମ୍ପୂର୍ଣ୍ଣ ବିଜ୍ଞାନ ରହିଛି, ସେ ବିଜ୍ଞାନ ହିଁ ମନର ଆତ୍ମା। ଆଉ ଯେଉଁଠୁ ମନ ପ୍ରାଣ ଅନ୍ନ ଉତ୍ସାହିତ ହେଇକିରି ଆସିଛନ୍ତି, ବିବର୍ତ୍ତିତ କ'ଣ ନବତରଣ କରିଛନ୍ତି, ପୁଣି ମନ ସେଇଠିକୁ ବିବର୍ତ୍ତିତ ହେଲା ଏବଂ ମନମୟ ପୁରୁଷ ସେ ବ୍ୟକ୍ତ ହେଲେ। ସେତେବେଳେ ଦେଖୁଛନ୍ତି ଏଇ ମନ ହିଁ ଖଲ୍ଲୁମାନି ଭୂତାନି ଜାୟନ୍ତି। ଏସବୁ କିଛି ଖଲ୍ଲୁମାନି ସମଗ୍ର ଭୂତାନି, ଖଲ୍ଲୁ ଭୂତାନି ମାନେ ସମଗ୍ର ଭୂତ ସେଇଠୁ ହିଁ ଜାତ ହେଇଛନ୍ତି। ଏବଂ ଆମେ ପୂର୍ବରୁ ପଢ଼ିଥିଲେ ସେ ବିଜ୍ଞାନମୟ ସ୍ତରରୁ ହିଁ ଡିଭିଜିବୁଲ୍ ଆରମ୍ଭ ହେଇଛି। ସେତେବେଳେ ପର୍ଯ୍ୟନ୍ତ ସବୁକିଛି ଏକ ହେଇକରି ଥିଲା, ସେ ଅନନ୍ତ ଜ୍ଞାନରେ ଏକ ହେଇକି ଥିଲା। ବିଜ୍ଞାନେନ ଜାତାନି ଜୀବନ୍ତି। ଯେତେ ଏଇ ବିଜ୍ଞାନ ହିଁ, ଏ ବିଜ୍ଞାନ ଦ୍ୱାରା ବିଜ୍ଞାନେନ ଯେଉଁମାନେ ସେ ଜାତ ହେଇଛନ୍ତି ଏ ଜଗତର ସମଗ୍ର ଜଗତରେ, ସେମାନେ ତାହାରି ଦ୍ୱାରା ହିଁ ଏଠି ଜୀବନ ବଞ୍ଚୁଛନ୍ତି। ସେ ଜୀବନ ଧାରଣ ପୋଷଣ ସେ ବିଜ୍ଞାନ ହିଁ କରୁଛି। ବିଜ୍ଞାନଂ ପ୍ରୟନ୍ତ ଭୀସମ୍ବିଶନ୍ତି ଇତି। ପ୍ରୟନ୍ତ ଯେତେବେଳେ ମଣିଷ ପ୍ରୟନ୍ତ ହେଇଯାଏ, ଯେତେବେଳେ ମୃତ୍ୟୁ ହେଇଯାଏ, ସମ୍ବିଶନ୍ତି ଇତି ବିଜ୍ଞାନମ, ସେ ବିଜ୍ଞାନ ଭିତରକୁ ସେମାନେ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତି, ଯେଉଁଠୁ ଆସିଥିଲା ସେଇଠିକୁ ପ୍ରବେଶ କରିଯାଆନ୍ତି। କିନ୍ତୁ ବିଜ୍ଞାନ ହିଁ ସେ କହୁଛନ୍ତି, ବିଜ୍ଞାନ ଭିତରକୁ ସେମାନେ ପ୍ରବେଶ କରନ୍ତି। ଏ ସବୁ କ୍ଷେତ୍ରରେ ସେ ଗୋଟିଏ କଥା କହୁଛନ୍ତି, ସେଇଠୁ ଜାତ, ସେଇଠି ତାହାଙ୍କ ଦ୍ୱାରା ପ୍ରତିପାଳିତ ଏବଂ ତାହାରି ଭିତରକୁ ମଧ୍ୟ ପ୍ରବେଶ। ଜନ୍ମ ଏବଂ ପାଳନ ଏବଂ ମୃତ୍ୟୁର ସେଇ ହିଁ ଧାରକ ବା ସେଇ ତାହାରି ଦ୍ୱାରା ହିଁ ଏକଥା ଘଟୁଛି। ଯେଉଁଠୁ ଜନ୍ମ ହେଉଛନ୍ତି, ସେ ଅବ୍ୟକ୍ତରୁ ଜନ୍ମ ହେଇଛନ୍ତି, ସେ ଅବ୍ୟକ୍ତଙ୍କ ନିର୍ଦ୍ଦେଶରେ ଜଗତ ପାଳିତ ହେଉଛି ଏବଂ ସେ ଯେତେବେଳେ ମୃତ୍ୟୁ ହେଉଛି, ସେ ଅବ୍ୟକ୍ତ ଭିତରକୁ ପ୍ରବେଶ କରୁଛନ୍ତି। ଅବ୍ୟକ୍ତତାନି ଭୂତାନି ବ୍ୟକ୍ତ ମଧ୍ୟାନି ଭାରତ। ଏଇ ଦୁଇ ଅବ୍ୟକ୍ତ ଭିତରେ ଏଇ ଯେ ଜୀବନଟା ହେଉଛି ବ୍ୟକ୍ତ। ଏବଂ ସେ ଦେଖୁଛନ୍ତି ଏଇ ବିଜ୍ଞାନ ହିଁ ତ ମୂଳ। ଏବଂ ଆମେ ପୂର୍ବରୁ ପଢ଼ିଥିଲେ, ଏ ବିଜ୍ଞାନମୟ ପୁରୁଷର ମସ୍ତିଷ୍କ ହେଉଛନ୍ତି ଶ୍ରଦ୍ଧା, ପ୍ରେମ। ଏବଂ ସେ ଶ୍ରଦ୍ଧା ସହିତ ତାଙ୍କର ଯେଉଁ ଅବୟବ ରହିଛି, ତା ଦକ୍ଷିଣ ପକ୍ଷ ହେଉଛନ୍ତି ଋତମ୍, ବାମ ପକ୍ଷ ହେଉଛନ୍ତି ସତ୍ୟମ୍ ଏବଂ ସମଗ୍ର ଶରୀର ହେଉଛି ତାଙ୍କର ତନୁ, ଯଜ୍ଞ। ତାଙ୍କ ତନୁ ହେଉଛି ତାଙ୍କର ଯଜ୍ଞ। ସମସ୍ତ ଯଜ୍ଞ ଯେଉଁ ଯଥାର୍ଥ ଦିବ୍ୟ କର୍ମ, ଯଜ୍ଞ କହିଲା ମାନେ ସେଇ ଦିବ୍ୟ କର୍ମ ବା ଭଗବତ କର୍ମ, ସେଇଟା ହେଉଛି ସେ ବିଜ୍ଞାନ ଦ୍ୱାରା ହିଁ ସମ୍ପାଦିତ ହୁଏ। ସେ ବିଜ୍ଞାନ ହିଁ ଯଜ୍ଞ, ବିଜ୍ଞାନ ହିଁ ଦିବ୍ୟ କର୍ମ। ତେଣୁ ଆମେ ପୂର୍ବରୁ ପଢ଼ିଥିଲେ, ସେ ବିଜ୍ଞାନ ମନ ହିଁ ସତୃତ୍ ସ୍ତରର ଏବଂ ସେଇଠି ହିଁ ସବୁ କିଛିର ମିଳନ। ତାକୁ ଆମେ ଲେଟେଣ୍ଟ ପଏଣ୍ଟ ବୋଲି କହୁ। ଯେଉଁ ପଏଣ୍ଟରୁ ଡିଭିଜିବିଲିଟି ଆରମ୍ଭ ହୋଇଛି, ସେ ଯେଉଁ ପଏଣ୍ଟରେ ସବୁ କିଛି ମିଳନ ଘଟିଛି ଏବଂ ସେଇ ଜାଗାରେ ସତ୍ୟ ସମଗ୍ର ଭାବରେ ପ୍ରକାଶିତ। ସେ ହିଁ ମୂଳ କ୍ରିଏଟ୍ରିକ୍ସ
ଆଉ ସେ ହିଁ ସବୁକିଛି ସୃଷ୍ଟି ସର୍ଜନାର ବା ସମସ୍ତ କାଲି ଅନନ୍ତ ଭାଇ ତାଙ୍କର ସାକ୍ଷାତକାରରେ ଗୋଟେ ସୁନ୍ଦର ଭାବରେ କହୁଛନ୍ତି ଯେ ଗୋଟେ ସର୍ଜନାମୟ ସ୍ତର, ଯେ ଜ୍ଞାନ ଯଦି ସର୍ଜନାର ସ୍ତରକୁ ଯାତ୍ରା କରୁଛି ଏବଂ ସେ କିଛି ନୂତନ ସୃଷ୍ଟି କରିପାରୁଛି ଏବଂ ସେ ଯେଉଁ ସୃଷ୍ଟି କରୁଛି ଏବଂ ବିଜ୍ଞାନ ସ୍ତର ଯେଉଁ ସର୍ଜନା ହୁଏ ସେ ସର୍ଜନାଟା ତାର ବିଲୟ କମ୍ ହୁଏ। ତାର ସେ ଯେଉଁ ସୃଷ୍ଟି, ଯେମିତି ଆମେ ପରମାଣୁ ବୋମା ସୃଷ୍ଟି କରିଛେ, ଅନ୍ୟାନ୍ୟ ସବୁ ସୃଷ୍ଟି କରିଛେ, ଅଧିକାଂଶ ସୃଷ୍ଟି ବିଜ୍ଞାନ ସ୍ତରରୁ ହେଇନାହିଁ ବୋଲି ସେଗୁଡ଼ିକ ସବୁ ବିନାଶର କାରଣରେ ଲାଗୁଛି। କିନ୍ତୁ ଏଟମ୍ ଯେଉଁ ସୃଷ୍ଟି ହେଇଛି ବା ଏଟମ୍ର ମୂଳ ଯେଉଁ ସୃଷ୍ଟି ହେଇଛି ସେଇଟା ଗୋଟେ ଚିରନ୍ତ, ସେ ସୃଷ୍ଟିଟି ଗୋଟେ ବିନାଶର ସୃଷ୍ଟି ନୁହେଁ, ଗୋଟେ ପାଳନର ସୃଷ୍ଟି, ଗୋଟେ ସଂଗଠନର ସୃଷ୍ଟି, ଗୋଟେ ଶାନ୍ତିର ବାତାବରଣ ତିଆରି କରେ। ତେଣୁ ବିଜ୍ଞାନ ଯେଉଁ ସୃଷ୍ଟିର ନିୟାମକ, ସେ ସୃଷ୍ଟି ସହିତ ପରମଙ୍କର ଯେଉଁ ସଂସ୍ପର୍ଶ ରହିଛି, କିନ୍ତୁ ସେଠି ଯଜ୍ଞ ହିଁ ରହିଛନ୍ତି, ସେଠି ସତ୍ ରହିଛନ୍ତି, ସେଠି ରୁତମ ରହିଛନ୍ତି, ସେଠି ଏକାତ୍ମତା ରହିଛି। ତେଣୁ ସେ କହୁଛନ୍ତି ଯେ ଏଇ ବିଜ୍ଞାନ ହିଁ ବ୍ରହ୍ମ ଏବଂ ମନର ସମସ୍ତ ଭୂମି, ବୁଦ୍ଧିର ସମସ୍ତ ଭୂମି ସେ ବିଜ୍ଞାନରୁ ହିଁ ଜାତ ହୁଅନ୍ତି। ତେଣୁ ସେ ତଥାପି ସେ କହୁଛନ୍ତି ଏଇ ବିଜ୍ଞାନ, ଏଇ ଯେଉଁ ବିଜ୍ଞାନଟି ଆମ ଆଗରେ ଧରା ଦେଇଛି ବ୍ରହ୍ମ ବୋଲି, ସିଏ ମଧ୍ୟ ନିଶ୍ଚିତ ତାର ଏକ ଲିମିଟେସନ୍ ରହିଛି। ସେ ସମଗ୍ର ତାକୁ ସେ ମାନେ ଯଦି ବା ଅଧିକ ବ୍ୟାପକ ତଥାପି ସମଗ୍ର ନୁହନ୍ତି। ତେଣୁ ଏ ବିଜ୍ଞାନ ପଶ୍ଚାତରେ ଆଉ କିଏ ସୂକ୍ଷ୍ମ ଭାବରେ ରହିଛନ୍ତି। ତେଣୁ ସେ ପିତରଂ ଉପସାସାର, ଏ କଥା ଜାଣି ସାରିଲା ପରେ ପୁନରେବ ସେ ପୁନଶ୍ଚ ପିତା ପାଖକୁ ଯାଉଛନ୍ତି, କହୁଛନ୍ତି ଅଧି ଭଗବୋ ବ୍ରହ୍ମେତି, ହେ ଭଗବାନ ଆପଣ ମୋତେ ବ୍ରହ୍ମ ବିଷୟରେ କୁହନ୍ତୁ। ତୁଂ ହୁବାଚ, ସେତେବେଳେ ସେ କହୁଛନ୍ତି, ପିତା କହୁଛନ୍ତି ତପସା ବ୍ରହ୍ମ ବିଜିଜ୍ଞାସସ୍ଵ, ଏଇ ତପକୁ ବ୍ରହ୍ମ ବୋଲି ତୁମେ ଜାଣିଲ ଏବଂ ସେଇ ତପ ସା ବ୍ରହ୍ମ ବିଜିଜ୍ଞାସସ୍ଵ, ଅର୍ଥାତ୍ ତୁମେ ଏଇ ତପ ଦ୍ୱାରା ହିଁ ସମ୍ପୂର୍ଣ୍ଣ ଭାବରେ ବ୍ରହ୍ମକୁ ଜାଣିପାରିବ। କାରଣ ତପୋ ବ୍ରହ୍ମେତି, ତପ ହେଉଛି ବ୍ରହ୍ମ, ତପ ହେଉଛି ଏନର୍ଜି। ତାପ ଶବ୍ଦରୁ ତପ ଶବ୍ଦଟି ସୃଷ୍ଟି ହେଇଛି ଏବଂ ସେ ହିଁ ସେଇ ଏନର୍ଜି ବା ସେଇ ତପ, ସେ ହିଁ ତୁମକୁ ସେଇ ଜ୍ଞାନର ଅନ୍ତର ପ୍ରଦେଶକୁ ନେଇଯିବ ଏବଂ ସେ ହିଁ ତୁମକୁ ଆହୁରି ସୂକ୍ଷ୍ମ ସ୍ତରକୁ ନେଇଯିବ ଏବଂ ସୂକ୍ଷ୍ମ ଅନୁଭୂତି ତୁମ ଭିତରକୁ ଆଣିଦେବ। ପିତାଙ୍କର ସେମିତି ଏକ କାଉଁରୀ ସ୍ପର୍ଶ ଦ୍ୱାରା ସେ ଆହୁରି ସୂକ୍ଷ୍ମ ସ୍ତରକୁ ଯାଉଛନ୍ତି, ସୂକ୍ଷ୍ମାନୁଭୂତି ଲାଭ କରୁଛନ୍ତି ଏବଂ ସେଇ ସତ୍ୟମୟ ଜଗତର, ରୁତମୟ ଜଗତର ସେ ବିଶାଳତାକୁ ସେ ଅନୁଭବ କରୁଛନ୍ତି ଏବଂ ସତ୍ୟର ଯେଉଁ କ୍ରିୟାତ୍ମକ ଭୂମିରେ ସବୁକିଛିକୁ ସେ ଦେଖିପାରୁଛନ୍ତି, ସେ ମନସ୍ତରର ସବୁକିଛିକୁ ଦେଖିପାରୁଛନ୍ତି, ମନମୟ ଜଗତର, ପ୍ରାଣମୟ ଜଗତର ସବୁକିଛି ଦେଖିପାରୁଛନ୍ତି, ଅନ୍ନମୟ ଜଗତର ସବୁକିଛି ଦେଖିପାରୁଛନ୍ତି ଏବଂ ଯଥାର୍ଥ ସତ୍ୟକୁ ଯେତେବେଳେ ସେ ଉପସ୍ଥାପନ କରୁଛନ୍ତି ସେତେବେଳେ ସତ୍ୟକୁ ସେ ଅନୁଭବ କରୁଛନ୍ତି ଏବଂ ସତ୍ୟର ଗଭୀରତମ ପ୍ରଦେଶକୁ ଯାତ୍ରା କରୁଛନ୍ତି ଏବଂ ଦେଖୁଛନ୍ତି ଯେ ସତ୍ୟର ଏକ ଆତ୍ମାକୁ ଦେଖୁଛନ୍ତି। ସେ ହେଉଛନ୍ତି ଆଉ ଗୋଟିଏ ଅନୁଭୂତି ତାଙ୍କର ଏବଂ ସେତେବେଳେ ଭୃଗୁ ଦେଖୁଛନ୍ତି ଆନନ୍ଦଂ ବ୍ରହ୍ମେତି ବ୍ୟଜାନାତ୍, ଆନନ୍ଦା ଦେବ ଖଲ୍ୟୁମାନି ଭୂତାନି ଜାୟନ୍ତେ, ଆନନ୍ଦେନ ଜାତାନି ଜୀବନ୍ତି, ଆନନ୍ଦଂ ପ୍ରୟନ୍ତ୍ୟ ବିସଂବିଶନ୍ତୀତି, ସୈଷା ଭାର୍ଗବୀ ବାରୁଣୀ
विद्या परमे व्यमन प्रतिष्ठिता सोयो एवं वेद प्रतिष्ठति अन्नवान अन्नादो भवति महान भवति प्रजया पशुभिर्ब्रह्म वर्चसेन महान कीर्त्या एवं पितांकर काउरी स्पर्शरे समग्र सत्य रूतम से श्रद्धाशील भाव जिते प्रकट हो सारा ता भीतर को जिते से आहरी अंतर से ज्ञानर सत्यर अंतराल को देखुंट से केवल आनंद ही रही से जानिले जे यही सत्यर आत्मा होउछंती से आनंद आठी समस्त प्रकार भोग रही से समस्त प्रकार प्रेम रही से समस्त प्रकार जिते प्रकार रस सबकि से ही रही केवल चिरानंद रही एवं से देखुं से आनंद आनंदेव आनंद एव खल्लुमानि भूतानि जायन्ति से आनंदर ही समग्र जगत जात होती आनंदेन जातानि जीवन्ति एवं आनंद द्वारा से आनंदमय पुरुष द्वारा ये समग्र जगत प्रतिपालित होइछि एवं लालन पालन होउछन्ति आनंदरे जीवन बंचुछन्ति एवं जेतेबेले आनंदं प्रयंत संविशन्ति इति जेतेबेले आनंद जेतेबेले सिमाने तंकर प्रस्थान घटुची जेतेबेले तंकर मृत्यु हो जाउची सेही समय से आनंद मध्यरे संविशन्ति इति सेमाने लीन हो जाउछन्ति आनंद भीतर को प्रवेश करि जाउछन्ति शैषा भार्गवी वारुणी विद्या परमे व्यमन प्रतिष्ठिता सो ऐसा यही विद्या सो ऐसा विद्या यही विद्या भार्गवी वारुणी वारुणी होचंती से वरुणंकर पुत्र वारुणी एवं से वरुणंक द्वारा ही से यात्रा करुछंती वरुणंकर काउरी स्पर्शरे से आहुरी ऊर्ध्व को यात्रा करी भार्गवी से परमे व्यमन जो कथा प्रथम पढ़ी थिले जे ब्रह्म कौन ना सत्यम ज्ञानम अनंतम ब्रह्म एवं से कौटी रहउछंती ना हृदय गह्वरे परम व्यमरे रहउछंती एवं से देखुचंती यही विद्या परम व्यमरे प्रतिष्ठित से परम आकाश मध्य से निविष्ट हो जाउछंती तेणु यही विद्या भृगुंक द्वारा जहाँ से श्रवण कले सेटा ही महाआकाश रे प्रतिष्ठित एवं सी समग्रता कुछ देखुचंती सोयो एवं वेद प्रतिष्ठति यही जो परम ज्ञान से आनंद मध्य से वेद मन ज्ञान से परमानंद ही प्रतिष्ठित हो रही से परमानंद ही तिष्ठित हो रही अन्नवान अन्नदो भवति अन्नदो भवति से अन्नवान से ही प्राणवान से ही मनवान से ही विज्ञानवान से ही आनंदवान तेणु से अन्नवान से अन्न आदि सबकि से सृष्टि होती एवं अन्न को ताहारी द्वारा से आनंद द्वारा अन्न को आस्वादना करुछंती अन्नदादो अन्न आदो भवति से अन्न को उपभोग करुछंती अन्न को ग्रास करिकरी से आनंदित होउछंती एटी अन्न कहला माने केवल एई जे मुह अन्न को खाऊची से कथा नुह जेते भौतिक जगतर चक्षु देखुची हे चक्षु द्वारा जो ग्रहण करुची से भी अन्न कर्ण द्वारा श्रवण करुची से भी अन्न एवं मन द्वारा जहाँ चिंता करुची से भी अन्न जहाँ जहाँ को से ग्रहण करुची जहाँ जहाँ द्वारा से उपभोग करुची भोग करुची ये समस्ते अन्न
ଏଇ ଅନ୍ନକୁ ଅନ୍ନମୟ ଶରୀର ତାକୁ ଗ୍ରହଣ କରୁଛି, କିନ୍ତୁ ଏ ଗ୍ରହଣ କରିବାର ମୂଳ ସ୍ଥିତି କାହାଠୁ ପାଉଛି ନା ସେ ଆନନ୍ଦ ସ୍ୱରୂପା ପରମାନନ୍ଦଙ୍କ ଦ୍ୱାରା ସେ ପ୍ରାପ୍ତ କରୁଛି। ମହାନ ଭବତି ପ୍ରଜୟା ପଶୁଭି ବ୍ରହ୍ମବର୍ଚ୍ଚସେନ। ତେଣୁ ପଶୁ ବି ଯେତେ ପ୍ରଜୟା ମାନେ ଯେତେ ସନ୍ତାନ ମାନେ ଅଛନ୍ତି, ପଶୁମାନେ ଅଛନ୍ତି, ବ୍ରହ୍ମବର୍ଚ୍ଚସେନ ଯେଉଁମାନେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରୁଛନ୍ତି, ତପସ୍ୟା କରୁଛନ୍ତି, ଏ ସମସ୍ତେ ସେଇ ଆନନ୍ଦ ଦ୍ୱାରା ମହାନ, ସେ ଆନନ୍ଦ ଦ୍ୱାରା ନିଜର ମହତିକୁ ପ୍ରତିଷ୍ଠା କରୁଛନ୍ତି ବା ନିଜେ ଏଠି ଆନନ୍ଦରେ ଜୀବନଯାପନ କରୁଛନ୍ତି, ନିଜକୁ ଧନ୍ୟ ମନେ କରୁଛନ୍ତି। ମହାନ କୀର୍ତ୍ତ୍ୟା, ଏବଂ ତାଙ୍କର କୀର୍ତ୍ତି ସେ ଅର୍ଥାତ୍ କୀର୍ତ୍ତି ଶବ୍ଦଟା କର୍ମ ଶବ୍ଦରୁ ଆସିଛି। ସେ ଯେଉଁ କର୍ମ କରୁଛନ୍ତି ଏବଂ ସେ କର୍ମଟା ତାଙ୍କୁ ମହତ୍ ଆଡ଼କୁ ନେଇଯାଉଛି। ମହାନ କୀର୍ତ୍ତ୍ୟା, ତାଙ୍କର କର୍ମ ଦ୍ୱାରା, ତାଙ୍କର କୀର୍ତ୍ତି ଦ୍ୱାରା, ଉତ୍ତମ କୀର୍ତ୍ତି ଦ୍ୱାରା ସେ ମହତି ଆଡ଼କୁ ଯାତ୍ରା କରୁଛି। ଏବଂ ପ୍ରତ୍ୟେକ ମଣିଷ ତା ନିଜର କୀର୍ତ୍ତି ବା ନିଜର କର୍ମର ଏକ ଉତ୍କର୍ଷ ଲାଭ କରିବାକୁ ସେ ତତ୍ପର ହେଉଛି। ଏବେ ଏହି ତତ୍ପରତା କେବଳ ଅନ୍ନମୟ ସ୍ତରରୁ ବା ଆନନ୍ଦମୟ ସ୍ତରରୁ ସେ ପ୍ରାପ୍ତ କରୁଛି ବୋଲି ଏହି ଜଗତଟି ଆନନ୍ଦରେ ପ୍ରତିଷ୍ଠିତ। ସତ୍ୟ ବି ମଧ୍ୟ ଆନନ୍ଦରେ ପ୍ରତିଷ୍ଠିତ ଏବଂ ଆନନ୍ଦ ହିଁ ବ୍ରହ୍ମ। ସେହି ସଚ୍ଚିଦାନନ୍ଦ ସେ ପରମ ଆନନ୍ଦରୁ ଏହି ଅନ୍ନମୟ ଆନନ୍ଦ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ପରିବ୍ୟାପ୍ତ ହୋଇକି ରହିଛନ୍ତି। ସେଇଥିପାଇଁ କହିଲେ ଯେ ଯଦି ଆନନ୍ଦ ନଥାନ୍ତା, ଯିଏ ଯେଉଁ ସ୍ତରରେ ରହୁଛି ତାହେଲେ ଏଠି ଜୀବନ ବଞ୍ଚିପାରନ୍ତା ନାହିଁ। କିଏ କ୍ଷୁଦ୍ର ଆନନ୍ଦ ପାଉ, କିଏ ମହତି ଆନନ୍ଦ ପାଉ। ତେଣୁ ଆନନ୍ଦ ହିଁ ଏ ଜୀବନର, ଏ ଜଗତର ଧାରକ ହେଇକରି ରହୁଛି। ଏଇ କଥାଟା ଯେତେବେଳେ ସେ ଭୃଗୁ ପ୍ରାପ୍ତ କରୁଛନ୍ତି, ଅନୁଭବ କରୁଛନ୍ତି, ଆନନ୍ଦମୟ ପୁରୁଷ ତାଙ୍କ ପାଖରେ ଧରା ଦେଉଛନ୍ତି ଏବଂ ସେତେବେଳେ ସେ ନିଜକୁ ମହତି ବା ନିଜର ମହାନ କର୍ମ, ଯେ ତପସ୍ୟା କରୁଛନ୍ତି ମହାନ କୀର୍ତ୍ତି ଦ୍ୱାରା ସେ ନିଜକୁ ଧନ୍ୟ ମନେ କରୁଛନ୍ତି ଏବଂ ସେ ଯଥାର୍ଥ ଭାବରେ ସେଇ ପରମ ବ୍ୟୋମର ସ୍ତରକୁ ଯାତ୍ରା କରି, ଅତି ସୂକ୍ଷ୍ମରୁ ସୂକ୍ଷ୍ମ ଆଡ଼କୁ ଯାତ୍ରା କରି ବିବର୍ତ୍ତନର ଏକ ପରମ ଶିଖରକୁ ସ୍ପର୍ଶ କରୁଛନ୍ତି ଏବଂ ସେଇ ପରମ ଆନନ୍ଦକୁ ସେ ପ୍ରାପ୍ତ କରୁଛନ୍ତି। ବର୍ତ୍ତମାନ ଆମେ ଯାହା ଅଧ୍ୟୟନ କଲୁ, ଏହି କଥାକୁ ଆମେ ପରସ୍ପର ଆଲୋଚନା କରିବା ଏବଂ ବିନୋଦ ଭାଇ, ରବି ଭାଇ ତ ନାହାନ୍ତି, ବିନୋଦ ଭାଇ ଆଲୋଚନା ଆରମ୍ଭ କରନ୍ତୁ। ନମସ୍କାର, ସମସ୍ତଙ୍କୁ ମୋର ପ୍ରଣାମ।